ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ କରମଳ କଟା ଗାଁରେ ଆଜି ସକାଳୁ ଏକ ଦୁଃଖଦ ଘଟଣା ଘଟିଯାଇଛି। ଏକ ଟ୍ରାକ୍ଟରଟି ଗାଁ ଦାଣ୍ଡରେ ଯାଉଥିଲା। ସେହି ସମୟରେ ମା ପୁଅ ଡ୍ରେନ୍ କଡ଼ରେ ବସିଥିଲେ। ଟ୍ରାକ୍ଟରଟି ସିଧା ଆସି ମା ପୁଅଙ୍କ ଉପରେ ଚଢ଼ି ଯାଇଥିଲା, ଯାହାଫଳରେ ପୁଅ ଶ୍ରୀରାମ ଦେହୁରୀ ବୟସ 3 ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲା। ମା କ୍ଷତବିକ୍ଷତ ଅବସ୍ଥାରେ ଗ୍ରାମବାସୀ ତାଙ୍କୁ କିଶୋରନଗର ମେଡିକାଲକୁ ଆଣିଥିଲେ। ତାଙ୍କର ଅବସ୍ଥା ଅଧିକ ଖରାପ ହେବାରୁ ଡାକ୍ତର ତାଙ୍କୁ ଅନୁଗୁଳ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିବା ସୂଚନା ମିଳିଛି। नारायण देहुरी गाँ करमलकटा जानी ट्राक्टर आसूला सियाड़ू आसिकी जे मैंने ट्रेन रे बसी माँ पुओ से मैंने आसले जे चढ़ीगला गाड़ी तामा सेपटे पड़गला छुआटा से नष्ट होगला तामा से गोड़ हाथ खंडिया अच्छी। ଅନୁଗୁଳରୁ ଜିତେନ୍ଦ୍ର ସାହୁଙ୍କ ରିପୋର୍ଟ, ଉତ୍କଳ मेल टीवी।